14 ବର୍ଷୀୟ ନାବାଳିକା ଝିଅକୁ ଗାଧୋଇବା ତୁଠରୁ ଉଠାଇ ନେଲେ ଦୁଇ ଯୁବକ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଝିରିପାଣି ଗାଁର ନାବାଳିକା ଝିଅଟିଏ ଗାଧୋଇବା ପାଇଁ ପୋଷାକ ପିନ୍ଧିବା ସମୟରେ ଛପି ରହିଥିବା ଦୁଇ ଯୁବକ ନାବାଳିକାର ପାଟିରେ ହାତ ଚପାଇ ପାଖ ଜଙ୍ଗଲକୁ ନେଇ ବଳାତ୍କାର କରିବାକୁ ଉଦ୍ୟମ କରିବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ଝିଅ ମନା କରିବାରୁ ଝିଅର ଶରୀରକୁ ମୋବାଇଲ ଯୋଗେ ଭିଡିଓ ଉତ୍ତୋଳନ କରି ଶାରୀରିକ ସମ୍ପର୍କ ନ ରଖିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେବା ସହ ଝିଅକୁ ବାଡେଇ ଜଙ୍ଗଲରେ ହାତ ବାନ୍ଧି ଛାଡ଼ି ଦେଇଥିବା ପୀଡ଼ିତାଙ୍କ ବାପା ଓ ପୀଡ଼ିତା ବେଲଘର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ତେବେ ବେଲଘର ଥାନା ଅଧିକାରୀ ଘଟଣାର ତଦନ୍ତ କରି ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ଅନ୍ୟ ଏକ ଯୁବକ ଫେରାର ଥିବା ସୂଚନା ଦେଇଛନ୍ତି। ତେବେ ବଡ଼ ବିଡ଼ମ୍ବନାର ବିଷୟ, ଘଟଣାଟି ଘଟିବାର ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।